विशेष समय लगे मुझे सर्वप्रथम अनुरोध कर चाहिए जहाँ को वेट कर चंदी अपन माने the one and only the youngster Mr. Lohit Bhatnagar जोड़ा करी बजेगा मित्र अपने वोट्स भाई एवं जय जगन्नाथ ये हाथ लेके गए हमें हाथ जय जगन्नाथ गले हमारा प्रथम शो जोड़ी हमें अटेंड करछे एते क्राउड के सहित बरम हेलो हां तो मु आशा करूची आपन को हम सिनेमा भल लागिबो समस्त कलाकार एठी अछु हम समस्त एठी अछु हमें आशा करछु हम आपन को मन रखि परिबो हमें आशा करूछु कि आपण गोटे पैसा वसूल गोटे शो टा दबु तो आपण भल पाइबा आशीर्वाद जमी आम ऊपर थाउ नुआ सिनेमा नुआ कलाकार सब अशोक सर टैलेंटेड डायरेक्टर बिना ये सिनेमा अधूरा थिला और सहित मो बापा देवाशीष पट्टनायक जे हम प्रयोजक समस्त अनुरोध करी सिनेमा जहाँ भी होता है भल लगी था खराब लगी था आपण मैंने निज ऊपर माने जी भी अच्छे पुओ झील जी अच्छा समस्त को आसिक कहे भल लगे कि खराब लगे ठीक अच्छे तो ठीक अच्छे बहुत बहुत धन्यवाद बर्तमान जोटा ताली बजेगा हमारा मैडम तो भाई तापर मौजूद के चाहिए द वेरी हैंडसम पुलिस ऑफिसर लेके गाड़ी बगे तो ये जोटा ताली दवा मौजूद के चाहिए जब अपने अवार्ड से अपन अप्रिशिएट करेंगे मिस्टर विश्वास जय जगन्नाथ सुबिलानी महाप्रभु को नाम लगावे कोण कोण रे गुंजिबा दरकार जोर से कहवे जय ब्रह्मपुर पावर जो सिनेमार ना आसे ओडिशा रे गोटे जगार ना ब्रह्मपुर सर्वप्रथम ऐसे बूम डरुची सर्वप्रथम एठारे उपस्थित आम गुरु आमर बापा आम सिनेमार सबकि कहले अशोक सर उपस्थित अच्छा अशेष अशेष धन्यवाद आमको गोटे सुजोग देले सर सिनेमा अभिनय करने मु खाली समस्त को समय नेबिनी गोटे लाइन मो सिनेमा कहीदेवी जमी थिएटर में मत चिन्ह पारे दंडपात मुंड पूरा खराब जे गुंडा को गुंड करे पाउडर कर दिए हमें सरकार मीडिया हम ऑर्केस्ट्रे जे लेकियो बेले ताकोरे पसिकी एती सिक्की देवे सम्मान काल का चिपको मो दंडपात बहुत धन्यवाद आसवे सिनेमा देखा एंजॉय करवा मुझे चाहे मो भाई मैंने सह कलाकार मैंने किसी कहूँ धन्यवाद समस्त को हैप्पी न्यू ईयर ओडिया फिल्म आम करूँ मैंने रिलीज करूँ मैंने ब्रह्मपुर केमती आसुनी आज्ञा ओडिया फिल्म को जदि किए बेसी भल पाए से होती आपण मैंने ब्रह्मपुर बासिंदा
ସମସ୍ତଙ୍କୁ ଅନୁରୋଧ କରୁଛି ଏମିତି ଭଲ ପାଇବା ଚାଲିଥାଉ। ଆପଣ ଆମକୁ ଆଶୀର୍ବାଦ କରନ୍ତୁ। ଆମର ଫିଲ୍ମ ରିଲିଜ ହେଇଛି ଲଢ଼େଇ, ଆପଣ ଆଶୀର୍ବାଦ କଲେ ଆମେ ଲଢ଼େଇ ଚାଲିବୁ। ମୁଁ ଏତିକି ସମସ୍ତଙ୍କୁ ରିକ୍ୱେଷ୍ଟ କରିବି, ଫିଲ୍ମ ହଲ୍ ଟିକେଟ ପାଖରେ ଲଢ଼େଇ ହବ ନା ନାହିଁ? ଧନ୍ୟବାଦ। ବର୍ତ୍ତମାନ ଆମର ଲାଲୁ ଭାଇ ତାଳି ବଜାଅ, ତାଳି ବଜାଅ, ତାଳି ବଜାଅ, ତାଳି ବଜାଅ। ଜୟ ଜଗନ୍ନାଥ। ଆପଣଙ୍କ ଭଲ ପାଇବା ଏମିତି ଥାଉ। ଆମ ଲଢ଼େଇ ସିନେମା ହଲରେ ଏମିତି ଚାଲୁଥାଉ। ଏ ଲଢ଼େଇ ସିନେମା ଖାଲି ସିନେମା ନୁହଁ, ବ୍ରହ୍ମପୁରର ଇମୋସନ। ଯୋଉଠିକି ଯିବେ ଆମ ସିନେମାର ଭିତରେ ଷ୍ଟାର୍ଟିଂ ରୁ ଏଣ୍ଡିଂ ପର୍ଯ୍ୟନ୍ତ ଆପଣ ବ୍ରହ୍ମପୁରର ଛୁଙ୍କ ପାଇବେ। ଏଇ ରାମଲିଙ୍ଗମ ପାର୍କ ପାଇବେ, ଗୌତମ ସିନେମା ହଲ୍ ପାଇବେ, ଏ ମାଟି ପାଣି ପବନ ପାଇବେ। ତେଣୁ ସିନେମା ଦେଖିଲା ପରେ କହିବା ଲଢ଼େଇ ହବ, ଜୋରଦାର ହବ। ବର୍ତ୍ତମାନ ଅରକୁ ଚାହିଁବା ଆମର ଭାଇ ଜୟ ଜଗନ୍ନାଥ। ରସଗୋଲା ଗାଁର ନାଇଁ ମୁଁ ଏଠି କହିବି ପୁରୀ ଆଚାର ପାମ୍ପଡ଼। ମତେ ବହୁତ ଖୁସି ଲାଗୁଛି ଏତେ ମାତ୍ରାରେ ଲୋକ ଆସୁଛନ୍ତି ଆମ ଲଢ଼େଇ ସିନେମା ଦେଖିବାକୁ। କଣ ଲଢ଼େଇ ହବ? ଚାଲନ୍ତୁ ମୁଁ ଭିତରେ କାଞ୍ଜି ତୋରାଣି ରୋଷେଇ କରିଦେବି, ଖାଇବି। କାଞ୍ଜି ତୋରାଣି ପିଇବା। ଚାଲନ୍ତୁ ସିନେମା ହଲ୍ ଭିତରକୁ। ସେମିତି ତାଳି ବଜେଇବା ୱାନ୍ ଆଣ୍ଡ ଓନ୍ଲି ଡିରେକ୍ଟର ଯିଏକି ଆପଣଙ୍କୁ ଏତେ ହିଟ୍ ଦେଇଛନ୍ତି ଏବଂ ଓଡ଼ିଶା ପାଇଁ ଗର୍ବ ଗୌରବ ଜୋରଦାର ତାଳି ଦେବା। ଅଶୋକ ଓଡ଼ିଶାରୁ ଗୋଟେ ସେବା ତାଳି ଦେବା ଏବଂ ବ୍ରହ୍ମପୁର ସହରରେ ଜୋରଦାର ତାଳି ସମୟ ଥିଲା ଦେଇଛନ୍ତି ଜୋରଦାର ତାଳି ମିଷ୍ଟର ଅଶୋକ ଓଡ଼ିଶାରେ। ନମସ୍କାର, ଜୟ ମା ବୁଢ଼ୀ ଠାକୁରାଣୀ। ଆପଣମାନେ ସମସ୍ତଙ୍କୁ ବହୁତ ବହୁତ ନବବର୍ଷର ଶୁଭେଚ୍ଛା, ଅଭିନନ୍ଦନ। ଆପଣମାନେ ଏଇ ଯେଉଁ ଅଶୋକଟିକୁ ଦେଖୁଛନ୍ତି ଆପଣମାନେ ହିଁ ତିଆରି କରିଛନ୍ତି। ଆଜି ପର୍ଯ୍ୟନ୍ତ 2005ରୁ ବାଜି ସିନେମାଠୁ ନେଇ ଏପର୍ଯ୍ୟନ୍ତ ଲଢ଼େଇ ପର୍ଯ୍ୟନ୍ତ ଯେକୌଣସି ସିନେମା ମୋର ଯଦି ବେଶୀ ସକ୍ସେସ୍ ପାଇଥାଏ, ସବୁଠୁ ବେଶୀ ବଡ଼ ହିଟ୍ ଥାଏ, ସେଇଟା ସବୁବେଳେ ବ୍ରହ୍ମପୁରରେ। ଯେଉଁ ସିନେମାର ନାଁ ନେବେ ବ୍ରହ୍ମପୁରରେ ହେଇଛି। ଏବଂ ମୋ ମନରେ ଇଚ୍ଛା ଥିଲା, ସବୁବେଳେ ସୁଯୋଗ ଖୋଜୁଥିଲି, ଏଇ ଫିଲ୍ମରେ ସୁଯୋଗ ମିଳିଲା ଯେ ବ୍ରହ୍ମପୁର ମାଟିରେ ସିନେମା ତିଆରି ହେବ, ବ୍ରହ୍ମପୁରର ଭାଷା ରହିବ, କଥା ରହିବ, ଖାଦ୍ୟ ରହିବ। ଯେତେବେଳେ ମୁଁ ବମ୍ବେରେ ଯାଇ କାମ କରୁଥିଲି, ଟ୍ରେନରେ ଯେତେବେଳେ ଯାଏ ଯେଉଁ ବି ଚିହ୍ନା ପରିଚୟ ମୋର ଥାଆନ୍ତି ତାଙ୍କୁ କୁହାଯାଏ ଟିକେ ଗିରିଜା ରେଷ୍ଟୁରାଣ୍ଟରୁ ଟିକେ ପକୋଡ଼ା ଆଣି ଷ୍ଟେସନରେ ଦେଇଦେବ। ବହୁତ ଲୋକ ଆଣି ଦେଇଛନ୍ତି। ସବୁବେଳେ ଖାଉ ମୁଁ ବୋଲି ନୁହେଁ, ମୁଁ ଭାବେ ଓଡ଼ିଶାର ବହୁତ ଲୋକ ସେଇଆ କରୁଥିବେ। ବହୁତ ଜିନିଷ ଫେମସ୍। ବ୍ରହ୍ମପୁର ଭାଷାକୁ ସମସ୍ତେ ଭଲ ପାଆନ୍ତି, ବ୍ରହ୍ମପୁର ଖାଦ୍ୟକୁ ଭଲ ପାଆନ୍ତି। ତେଣୁ ମୋର ଗୋଟେ ଛୋଟିଆ ଚେଷ୍ଟା ଏଇ ସିନେମାରେ କରିଛି ଯେ ବ୍ରହ୍ମପୁରର ସବୁ ଜିନିଷକୁ ଦେଖାଇବା ପାଇଁ। ସବୁ ଜିନିଷକୁ ଦେଖାଯାଇଛି। ହଜି ଯାଉଥିବା ଖାଦ୍ୟ ଆଜିକା ପିଲାମାନେ ଯୋଉଟାକୁ ଭୁଲି ଯାଉଛନ୍ତି, ସେଇଟା ହେଲା ବ୍ରହ୍ମପୁରର କାଞ୍ଜି ତୋରାଣି। ତାକୁ ଗୋଟେ ଗୀତ ମାଧ୍ୟମରେ ଆଣିଛି, ଯୋଉ ଗୀତ ଆପଣମାନେ ବହୁତ ମାତ୍ରାରେ ଭଲ ପାଇକରି ହିଟ୍ କରେଇଛନ୍ତି। ଏମିତି ଅନେକ କଥା। ବ୍ରହ୍ମପୁରର ନିଜର ଡାଇଲଗ, ଲେଖା ଛିଡ଼ିଯିବା ହଉ, କେରକେରା ହଉ, ଅନେକ ଜିନିଷ ଏ ସିନେମାରେ ଅଛି। ତେଣୁ ଏତିକି କହିବି, ଏ ସିନେମା ଆମର ଯେତିକି ନୁହେଁ, ଏ ସିନେମା ଆପଣମାନଙ୍କର ସେତିକି। ଆପଣଙ୍କ ଲୋକମାନଙ୍କୁ ଇଏ ସାର୍ ଆମ ଲୋକ, ବ୍ରହ୍ମପୁର ଲୋକ, ଆମ ଲୋକ, କଳାର ଲୋକ, କଳାକାର ଲୋକ, କଳାକାର ମାଟିର ଲୋକ। ଇଏ କଳାର ମାଟି, ରେଶମ ସହର। ଯୋଉଠି ସାରା ଓଡ଼ିଶାରେ ଫିଲ୍ମ ଚାଲେନି, ସେଇଠି ହଉଛି ବ୍ରହ୍ମପୁରରେ ଫିଲ୍ମ ଚାଲେ। ତାପରେ ହିଟ୍ ଆଣ୍ଡ ଏନର୍ଜେଟିକ୍ ଡିରେକ୍ଟର ଅତୁଲ ସାର୍ର ସିନେମା ମାନେ ନିଶ୍ଚିତ କାହାଣୀ ଅଲଗା ଥିବ। ଆଉ ଦେବାଶିଷ ପଟ୍ଟନାୟକ ସାର୍ ଖର୍ଚ୍ଚ କରିବାରେ କୌଣସି ଉଣା କରିନାହାନ୍ତି। ପ୍ରତ୍ୟେକ ଜାଗାରେ ସିଏ ଯାହା ଦରକାର ତାହା ଯୋଗାଇ ଦେଇଛନ୍ତି। ତ ଖର୍ଚ୍ଚ ବାର୍ଚ୍ଚରେ କୌଣସି ଉଣା ହେଇନି। ସିନେମା କାହାଣୀ ଯଥେଷ୍ଟ ବଢ଼ିଆ ହେଇଛି, ଗୋଟେ ୟୁନିକ୍ କାହାଣୀ ହେଇଛି। ଯେତିକି ରିଭ୍ୟୁ ବର୍ତ୍ତମାନ ଆସିଲାଣି ସିନେମା ବାବଦରେ, କେହି ଜଣେ ବି ଖରାପ କହିନାହାନ୍ତି। ତେଣୁ ଆସନ୍ତୁ, ଇଏ ଆମ ସିନେମା। ବର୍ତ୍ତମାନ ମୁଁ ଅନୁରୋଧ କରିବି, ଏହି ଚଳଚ୍ଚିତ୍ର ଯେ ନିର୍ମାଣ କରିଛନ୍ତି, ଏତେ ଗୁଡ଼ିଏ ଟଙ୍କା ବିନିଯୋଗ କରିଛନ୍ତି, କି ଆଉ କେହି ନୁହନ୍ତି, ପ୍ରଯୋଜକ ଦେବାଶିଷ ପଟ୍ଟନାୟକ। ତାଙ୍କୁ ଅନୁରୋଧ କରିବି, ସେ ଜଣେଇବେ